ଆଜି ସକାଳୁ ଜେଜେମା ଭାଇ ପାଖକୁ ଯାଇ କହିଲା, ଉଠ ଆଉ ଚା ନେ, ଆଉ ତା ସାଙ୍ଗରେ ବହୁତ ସାରା ମେଡ଼ିସିନ। ଭାଇ ଚା ଦେଇ କହିଲା, ଆଉ ଏଇ ନେ ଝିଅ ଟିକେ ମେଡ଼ିସିନ ଖାଇନେ। ଭାଇ କହିଲା, କ'ଣ ପାଇଁ ଜେଜେମା, ମୁଁ ତ ବହୁତ ଭଲ ଅଛି। ତ ଗୋଟେ ଉପରେ ଗୋଟେ ମେଡ଼ିସିନ ଜେଜେମା ଖୋଲିବାକୁ ଲାଗିଲା। ଯେମିତିକି ଫାଷ୍ଟ ଦେଲା କାଲପୋଲ, କହିଲା ଏଇଟାକୁ ଖାଇନେ, ତତେ ତ ଜ୍ୱର ଫର ନାହିଁ ନା। ତ ଜେଜେମା କହିଲା, କାଲପୋଲ କ'ଣ ଖାଇଲେ ଜ୍ୱର ହୁଏ କି ଜେଜେମା? ମୋତେ ତ ଏଇଟା ତ ଖାଇଲେ ଡାଇଜିନ୍ ହୁଏ। ତ ମୋ ଭାଇ କହିଲା, ଓହୋ ଆଚ୍ଛା, ତାହେଲେ ଜେଜେମା ଆଉ ଗୋଟେ ମେଡ଼ିସିନ ଖୋଲିଲା ଆଉ କହିଲା ଏଇଟା ଖାଇନେ। ତ ମୋ ଭାଇ ପୁଣି ସକ୍ ହେଇଗଲା, ଆରେ ଏଇଟା ଜେଜେମା କାହିଁ ଦେଉଛୁ, ମୋର ତ କିଛି ହେଉନି, ଆଉ ମୋ ଗୋଡ଼ ହାତ ତ ବିଲକୁଲ ଠିକ୍ ଅଛି, ମୁଁ ଆଉ ମେଡ଼ିସିନ ଖାଇବିନି। ତ ଜେଜେମା କହିଲା, ତାହେଲେ ଠିକ୍ ଅଛି, ଆଉ ପୋଦିନା ହାରା ପିଇଦେ। ତ ପୁଣି ମୋ ଭାଇ ଚମକି ପଇଲା, କହିଲା ସକାଳୁ ସକାଳୁ ଜେଜେମା ତୋର କିଛି କାମ ନାହିଁ, ତୁ ଆସିକି ମୋରି ସହିତ କାହିଁକି ଲାଗୁଛୁ କହିଲୁ, ମୋତେ ଚିଡ଼ଚିଡ଼ି କାହିଁକି କରୁଛୁ କହିଲୁ? ତ ଜେଜେମା କହିଲା, ମୋ ପାଖରେ ଆହୁରି ଗୋଟେ ଟ୍ୟାବଲେଟ୍ ଅଛି, ତାକୁ ଦେଇକି କହିଲା ଏଇଟା ନେ, କାମ୍ବିଫ୍ଲେମ୍ ଖାଇଦେ, ତ ହାତ ଗୋଡ଼ ଯଦି ଦରଜ ହେଉଥିବ ନା, ତ ଏଇଟା ଖାଇଲେ ଏକଦମ ତୁ ଫିଟ୍ ହେଇଯିବୁ। ତ ମୋ ଭାଇ ଏ ସବୁ ମେଡ଼ିସିନ ଦେଖି କହିଲା, ଜେଜେମା ସକାଳୁ ମୋତେ ତୁ କ'ଣ ପାଇଁ ହଇରାଣ କରୁଛୁ ଟିକେ କହିବୁ କି? ତ ଜେଜେମା କହିଲା, ନା ନା, ଆଜି ସକାଳ ଆସି 9ଟା ବାଜିଲେଣି, ତୁ ଉଠିନୁ ତ, ମୁଁ ଭାବିଲି ତୋ ଦେହ ମୁଣ୍ଡ କାଳେ ଖରାପ ଥିବ। ନା ନା ଜେଜେମା, ମୋ ଦେହ ମୁଣ୍ଡ କାହିଁ କ'ଣ ହେବ, ମୁଁ ତ ଏକଦମ ଫିଟ୍ ଅଛି। ଜେଜେମା ପୁଣି ତା ମୁଣ୍ଡରେ ହାତ ମାରି କହିଲା, ସତରେ ତୁ ଫିଟ୍ ଅଛୁ ତ? ତ ମୋ ଭାଇ ପୁଣି ଥରେ ଚିନ୍ତା କଲା, ଜେଜେମା ଏମିତି କ'ଣ ପାଇଁ ପଚାରୁଛି, ମୁଁ ଫିଟ୍ ଅଛି କି ନାହିଁ? ହଁ ହଁ ଜେଜେମା, ମୁଁ ପୁରା ଫିଟ୍ ଅଛି, ଦେଖୁନୁ ମୋ ହାତ ଗୋଡ଼, ମୋ ମୁଣ୍ଡ ଦେହ, ମୁଁ ଏକଦମ, ନା ଜ୍ୱର ଅଛି, ନା ଘୋଳା ବିନ୍ଧା ଅଛି, ନା ମୋ ପେଟ ଖରାପ ଅଛି, ମୁଁ ତ ଏକଦମ ଫିଟ୍ ଅଛି। ତ ପୁଣି ମୋ ଜେଜେମା ଭାବିଲା, ତୁ ଭଲସେ ଭାବିଚିନ୍ତି କହୁଛୁ ତ ତୋ ଦେହ ଭଲ ଅଛି, ନହେଲେ ଏ ମେଡ଼ିସିନରୁ ଗୋଟେ ଖାଇନେ। ତ ପୁଣି ମୋ ଭାଇ ଭାବିଲା, ଆରେ ଜେଜେମା ମୁଁ କହୁଛି ତ ମୁଁ ଭଲ ଅଛି, କ'ଣ ପାଇଁ ମୋତେ ବାର ବାର ମେଡ଼ିସିନ ଦେଉଛୁ କହିଲୁ? ନା ଯଦି ତୁ ଭଲ ଅଛୁ ତାହେଲେ ଉଠ ଫଟାଫଟ ଆଉ ମୁହଁ ଧୋଇକି ଘର କାମରେ ଲାଗିଯା। ହଁ ମୋ ଭାଇ ଶୁଣି କହିଲା, ଜେଜେମା ଏତେ ତૈୟାରୀ ହେଉଥିଲା କେବଳ ମୁଁ ଘର କାମ କରିବି ବୋଲି? ନା ହଁ, ସକାଳ ଆସି 9ଟା ବାଜିଲାଣି, ଘରକୁ ଆଜି କାମବାଲି ଆସିନି, ତ ଝାଡ଼ୁ ପୋଛା କିଏ କରିବ? ମୁଁ ଭାବିଲି ଟିକେ ତମେ କରିବ, ତମେ କାଳେ ଆଗରୁ ବାହାନା କରିବ, ସେଥିପାଇଁ ତମ ପାଇଁ ଏଇସବୁ ଟ୍ୟାବଲେଟ୍।